ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା, ଯାହାର ଜୀବନ୍ତ ମୂକସାକ୍ଷୀ ରୂପେ ଛିଡ଼ା ହୋଇ ରହିଛି ଭଗ୍ନ ଖୋର୍ଦ୍ଧା ଦୁର୍ଗ। ଆଉ ତାର ସୁରକ୍ଷା କବଚ ଐତିହାସିକ ବରୁଣେଇ ପାହାଡ଼। ଅନେକ ଗୌରବୋଜ୍ଜଳ ଇତିହାସର ମୂକସାକ୍ଷୀ ସେହି ବରୁଣେଇ ପାଦଦେଶରେ ଏବେ ଗଢ଼ି ଉଠିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ। ଦିନେ ପାଇକମାନଙ୍କ ରଣହୁଙ୍କାରରେ ନିନାଦିତ ହେଉଥିବା ଏହି ଜେମାଦେଇ ଶିଳ୍ପାଞ୍ଚଳ ଏବେ ଶହ ଶହ ଲୋକଙ୍କର କର୍ମସଂସ୍ଥାନ, ଜୀବନ ଜୀବିକା ଅର୍ଜନ କରିବା ପାଇଁ ଏକ ପ୍ରମୁଖ ସ୍ଥଳ ପାଲଟି ଯାଇଛି। ଅଶୀ ଦଶକରେ ଯେତେବେଳେ ଖୋର୍ଦ୍ଧା ଜିଲ୍ଲା ଏବଂ ସ୍ଥାନୀୟ ଅଞ୍ଚଳର ବେରୋଜଗାର ଯୁବଗୋଷ୍ଠୀ ବୃହତ୍ ଶିଳ୍ପ ସଂସ୍ଥାମାନଙ୍କରେ କୌଣସି ନିଯୁକ୍ତି ସୁଯୋଗ ନ ପାଇ ଏକ ଦିଶାହୀନ ଜୀବନ ଅତିବାହିତ କରିବା ପାଇଁ ବାଧ୍ୟ ହେଉଥିଲେ, ଠିକ୍ ସେତିକିବେଳେ ନିଯୁକ୍ତିର ଏକ ତମସାଚ୍ଛନ୍ନ ଏବଂ ନିରାଶାପୂର୍ଣ୍ଣ ବାତାବରଣ ଭିତରେ ଆଶାର ଆଲୋକ ହୋଇ ଆଗେଇ ଆସିଥିଲେ ସ୍ଥାନୀୟ ଜେମାଦେଇ ଗ୍ରାମର ଜଣେ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ପରିଡ଼ା। ଯିଏକି ସ୍ଥାନୀୟ ଅଞ୍ଚଳରେ ବୁଲା ପରିଡ଼ା ନାମରେ ବେଶ୍ ଲୋକପ୍ରିୟ। ଗରିବ, ଖଟିଖିଆ, ମେହନତି ମଣିଷ ଏବଂ ସ୍ୱଳ୍ପ ଶିକ୍ଷିତ ଅର୍ଦ୍ଧକୁଶଳୀ ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାରର ପଥ ଦେଖାଇ ସେମାନଙ୍କ ମସିହା ସାଜିଥିଲେ ଜେମାଦେଇ ଗ୍ରାମର ଉତ୍ସାହୀ ଉଦ୍ୟୋଗୀ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ପରିଡ଼ା। 1953 ମସିହା ମେ 10 ତାରିଖରେ ଐତିହାସିକ ଜେମାଦେଇ ଗ୍ରାମର ଲୋକପ୍ରିୟ ରାଜମିସ୍ତ୍ରୀ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ପରିଡ଼ା ଏବଂ ତାଙ୍କର ଧର୍ମପତ୍ନୀ ପାର୍ବତୀ ପରିଡ଼ାଙ୍କର ଔରସରୁ ଜନ୍ମ ନେଇଥିଲେ ସମାଜସେବୀ ଏବଂ ଉଦ୍ୟୋଗୀ ଶ୍ରୀଯୁକ୍ତ ଜଗବନ୍ଧୁ ପରିଡ଼ା। ଘର ନିକଟରେ ଥିବା ଜେମାଦେଇ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ତାଙ୍କ ଶିକ୍ଷାରେ ଡୋରି ବନ୍ଧା ହୋଇଯାଇଥିଲା। ଜଗବନ୍ଧୁଙ୍କ ପିତା ଆନନ୍ଦ ଥିଲେ ଖୋର୍ଦ୍ଧା ସହରର ଜଣେ ଜଣାଶୁଣା ଏବଂ ଲୋକପ୍ରିୟ ରାଜମିସ୍ତ୍ରୀ। ପ୍ରାଥମିକ ଶିକ୍ଷା ପରେ ଆଉ ଅଧ୍ୟୟନରେ ଆଗକୁ ନ ବଢ଼ି କିଶୋର ବୟସରେ ଜଗବନ୍ଧୁ ପିତା ଆନନ୍ଦ ଚନ୍ଦ୍ରଙ୍କୁ ଘର ତିଆରି, ଶ୍ରମିକ ଯୋଗାଡ଼, ଘର ଉପକରଣ ଯୋଗାଣ କାର୍ଯ୍ୟରେ ସହଯୋଗ କରିବା ଆରମ୍ଭ କଲେ। ପିତା ଆନନ୍ଦଙ୍କ ଠାରୁ କିଶୋର ବୟସରେ ଦେଉଳତଳା କାର୍ଯ୍ୟରେ ମଧ୍ୟ ସହଯୋଗ ଆରମ୍ଭ କଲେ ଜଗବନ୍ଧୁ। 10-12 ବର୍ଷ ପିତାଙ୍କ ସହିତ କାର୍ଯ୍ୟ କରିବା ପରେ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ପ୍ରୟାସ ଆରମ୍ଭ କଲେ ଜଗବନ୍ଧୁ। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ବୃହତ୍ ଶିଳ୍ପ ସଂସ୍ଥାମାନଙ୍କୁ ଶ୍ରମିକ ଯୋଗାଇବା ପାଇଁ ଜଗବନ୍ଧୁ ନିଜ ପାଖରେ ଥିବା TFR ଲୁନା ସାହାଯ୍ୟରେ ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଗ୍ରାମ ନିକଟକୁ ଯାଇ ଗରିବ, ଖଟିକିଆ, ମେହନତି ମଣିଷମାନଙ୍କୁ ସଂଗଠିତ କରୁଥିଲେ। ବିଗତ 2000 ଜୁନ୍ 24 ତାରିଖରେ ମୁଁ ବୁଲାବାବୁଙ୍କ ପାଖରେ କାମ କରୁଥିଲି। ସେତେବେଳେ ମାତ୍ର ଦରମା ଥିଲା 33 ଟଙ୍କା 50 ପଇସା। ଦୀର୍ଘ 24 ବର୍ଷ ହେଲା ବୁଲାବାବୁଙ୍କର ସ୍ମୃତି କହିଲେ ଇଏ ହେବନି ଆମେ। ଆଉ ତାଙ୍କର ଅବଦାନ ଆମ ପ୍ରତି, ଆମେ ଦୀର୍ଘ 24 ବର୍ଷ ହେଲା ତାଙ୍କ ଅଣ୍ଡରରେ କାମ କରିକି ଦୀର୍ଘ କୋକାକୋଲାରେ ଆମେ ଗୋଟେ କଣ୍ଟ୍ରାକ୍ଟରଟାকে 24 ବର୍ଷ କାମ କରୁ। ନିଜର ଅଧ୍ୟବସାୟ, କର୍ତ୍ତବ୍ୟ ନିଷ୍ଠା, ଶ୍ରମିକ, ଗରିବମାନଙ୍କ ପ୍ରତି ଥିବା ତାଙ୍କର ଦରଦୀ ହୃଦୟ ହିଁ ତାଙ୍କୁ ଏହି ବୃତ୍ତିରେ ସଫଳତାର ଶୀର୍ଷକୁ ନେଇଯାଇଥିଲା। ପ୍ରଚୁର ଅର୍ଥ ରୋଜଗାର କରି ମାନବ ସମ୍ବଳ ନିଯୁକ୍ତି ବ୍ୟବସାୟରେ ସେ ବେଶ୍ ସଫଳତା ପାଇଥିଲେ। ରାଜକୀୟ ଚଳଣି ଶୈଳୀ, ଦାମୀ ପୋଷାକ, ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କ ଗହଣରେ ମୌଜ ମଜଲିସ୍ କରିବାର ମାନସିକତା ଭିତରେ ଜଗବନ୍ଧୁଙ୍କ ହୃଦୟରେ ସାହି ପଡ଼ୋଶୀ, ଗରିବ ଖଟିଖିଆଙ୍କ ପାଇଁ ଲୁଚି ରହିଥିଲା ଅଜସ୍ର ଭଲ ପାଇବା, ପ୍ରଚୁର ଶ୍ରଦ୍ଧା, ଆବେଗ ଏବଂ ସମ୍ପ୍ରୀତି। ଏବେ ତ 150 ଫ୍ୟାକ୍ଟ୍ରି ହେଇଗଲାଣି, ସେତେବେଳେ ମାତ୍ର 3-4ଟା ଫ୍ୟାକ୍ଟ୍ରି ଥିଲା। ଶ୍ରମିକମାନଙ୍କ ପ୍ରତି ବହୁତ ଦୟାଭାବ ଅଛି। ତାଙ୍କ ପାଖରେ ରହି ବହୁତ ଶ୍ରମିକ ଉପକୃତ ହୋଇଛନ୍ତି।
ସେମାନେ ବି ବର୍ତ୍ତମାନ କମ୍ପାନୀ ଅଣ୍ଡରରେ ଅଛନ୍ତି ବହୁତ 40-50 ଜଣ ଖଣ୍ଡେ ଶ୍ରମିକ ବର୍ତ୍ତମାନ କମ୍ପାନୀ ଅଣ୍ଡରରେ ଅଛନ୍ତି ଭଲ ପଇସା ରୋଜଗାର କରିକି ଖୁସିରେ ଅଛନ୍ତି ଆଉ ବୁଲାଙ୍କୁ ସମସ୍ତେ ଭଲ ପାଆନ୍ତି ଆଉ ସେମାନେ ବୁଲାଙ୍କ ସହିତ ଭଲ ସମ୍ପର୍କ ସମସ୍ତଙ୍କର ଅଛି। ବ୍ୟବସାୟରେ ସଫଳତା ଅନେକ ସାମାଜିକ କାର୍ଯ୍ୟ ପରେ ଜଗବନ୍ଧୁ ଢଳିଥିଲେ ଆଧ୍ୟାତ୍ମିକତା ଆଡ଼କୁ। ସେ ଅନୁଭବ କରିଥିଲେ ଯେ ତାଙ୍କର ସମସ୍ତ ସଫଳତା ଶ୍ରେୟ ଏବଂ ଖ୍ୟାତି କେବଳ ଶକ୍ତି ରୂପିଣୀ ମା ବାଟେଶ୍ୱରୀଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇପାରିଛି। ତେଣୁ ସିଏ ଜୀବନର ଶେଷ 15 ବର୍ଷ ଘର ଛାଡ଼ି ନିଜେ ସ୍ଥାପନା କରିଥିବା ମା ବାଟେଶ୍ୱରୀ ମନ୍ଦିର ବେଢ଼ାରେ ଏକ ତ୍ୟାଗପୂତ ଜୀବନ ଅତିବାହିତ କରିଥିଲେ ଏବଂ ତନ ମନରେ ମାଙ୍କର ଶରଣାପନ୍ନ ହୋଇଥିଲେ। ମନ୍ଦିର ମଧ୍ୟରେ ଆଶ୍ରମ ଜୀବନ ବିତେଇବା ସମୟରେ ମଧ୍ୟ ନିଜ ପରିବାର ଘର ଜେମାଦେଇ ଗ୍ରାମ ଏବଂ ନିଜର ବନ୍ଧୁବାନ୍ଧବଙ୍କ ପ୍ରତି କର୍ତ୍ତବ୍ୟ ଭଲ ପାଇବା ଶ୍ରଦ୍ଧା ଆବେଗକୁ ଜୀବନର ଶେଷ ପର୍ଯ୍ୟନ୍ତ ଭୁଲି ପାରିନଥିଲେ କର୍ମବୀର ଜଗବନ୍ଧୁ ପରିଡ଼ା। ସିଏ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ କର୍ତ୍ତବ୍ୟନିଷ୍ଠା ଅଧ୍ୟବସାୟ ଗାଁ ପ୍ରତି ଭଲ ପାଇବା ଗରିବ ଖଟିଖିଆଙ୍କ ପାଇଁ ତାଙ୍କର ଶ୍ରଦ୍ଧା ଆବେଗ ତାଙ୍କୁ ଚିରକାଳ ଖୋର୍ଦ୍ଧାବାସୀଙ୍କ ନିକଟରେ ଅମର କରି ରଖିବ, ଏଥିରେ ସନ୍ଦେହ ନାହିଁ।